ପାଟିଠାରୁ ମାଟି ବଡ଼ ଓ ମାଟି ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସେ ସବୁବେଳେ ରହିବେ। ଏହି ମନ୍ତବ୍ୟ ପାଇଁ ଦଳରୁ ବିଦା ହେଲେ କିଶନା ମହାକୁଡ଼। ଗତକାଲି ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଜେଡିର ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସୋନା ମହାକୁଡ଼ଙ୍କୁ ଦଳ କାର୍ଯ୍ୟବିରୋଧୀ ଆଧାରରେ ନିଲମ୍ବନ କରିଛନ୍ତି ନବୀନ। ତେବେ ବିଜେଡିର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବନ ହେବାକୁ ଚାହୁଁଥିଲେ ବୋଲି ଅନୁମାନ କରାଯାଉଛି। ଏନେଇ ସେ ବାରମ୍ବାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସ୍ପଷ୍ଟ କରିଥିଲେ। ତେବେ 2 ଦିନ ତଳେ ତାଙ୍କ ମନ୍ତବ୍ୟ ଏକଥାକୁ ଆହୁରି ସ୍ପଷ୍ଟ କରିଛି। ସେ କହିଥିଲେ ପାଟିଠାରୁ ମାଟି ବଡ଼ ଓ ମାଟି ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସେ ସବୁବେଳେ ରହିଥିବେ। ଏହା ସହିତ ବିଜେଡି ସରକାର ସମୟରେ କେନ୍ଦୁଝର ଜିଲ୍ଲାକୁ ଅବହେଳା କରାଯାଉଥିବା ନେଇ ମଧ୍ୟ ମନ୍ତବ୍ୟ ରଖିଥିଲେ। ଏହି ମନ୍ତବ୍ୟ ପାଇଁ ସନାତନଙ୍କୁ ବିଜେଡି ନିଲମ୍ବନ କରିଛି ବୋଲି ସ୍ପଷ୍ଟ ଅନୁମାନ କରାଯାଉଛି। କିନ୍ତୁ ସନାତନ ବିଜେଡି ସହିତ ନ ରହିବାକୁ 2024 ନିର୍ବାଚନ ପରଠାରୁ ହିଁ ଚିନ୍ତା କରିଥିଲେ ବୋଲି ତାଙ୍କ କାର୍ଯ୍ୟକ୍ରମ ଓ ଗତିବିଧିରୁ ଅନୁମାନ ହେଉଥିଲା। ତେଣୁ ନିଜେ ଦଳକୁ ଛାଡ଼ିବା ଅପେକ୍ଷା ଦଳ ତାଙ୍କୁ ନିଲମ୍ବିତ କରୁ ବୋଲି ଚାହୁଁଥିଲେ। ତେବେ ସନାତନ ଯାହା ଚାହୁଁଥିଲେ ବିଜେଡି ଦୀର୍ଘ 1.5 ବର୍ଷ ପରେ ତାହା କରିଛି ବୋଲି ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ କେନ୍ଦୁଝର ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ସନାତନ 2 ଥର ବିଧାୟକ ଅଛନ୍ତି। ପ୍ରଥମ ଥର 2014ରେ ସେ ସ୍ୱାଧୀନ ଭାବେ ଜିତିଥିଲେ ଏବଂ 2019ରେ ସନାତନଙ୍କ ସମର୍ଥିତ ପ୍ରାର୍ଥୀ ମୀନାକ୍ଷୀ ମହାନ୍ତଙ୍କୁ ବିଜେଡି ଟିକେଟ୍ ଦେଇଥିଲା ଏବଂ ସେ ବିଧାୟିକା ହୋଇଥିଲେ। ଏହାପରେ 2024 ନିର୍ବାଚନରେ ସନାତନଙ୍କୁ ଶେଷ ମୁହୂର୍ତ୍ତରେ ବିଜେଡି ଟିକେଟ୍ ଦେଇଥିଲା ଏବଂ ସେ ନିର୍ବାଚନରେ ଜିତିଥିଲେ। ବିଜେଡିର ପରାଜୟ ପରେ ନବୀନ ପଟ୍ଟନାୟକ ନବନିର୍ବାଚିତ ବିଧାୟକଙ୍କୁ ଭେଟିବାକୁ ନବୀନ ନିବାସକୁ ଡାକିଥିଲେ। କିନ୍ତୁ ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ସନାତନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ସେ ଅସୁସ୍ଥ ଥିବା କାରଣ ଦର୍ଶାଇ ସେଠାକୁ ଯାଇନଥିଲେ। ସେହିପରି ଗତବର୍ଷ ଫେବୃଆରୀ 12 ତାରିଖରେ ବିଜେଡିର ବିଧାୟକ ଦଳ ବୈଠକରେ ମଧ୍ୟ ସନାତନଙ୍କୁ ଦେଖିବାକୁ ମିଳିନଥିଲା। ଅସୁସ୍ଥତା ଦର୍ଶାଇ ସେ ଯାଇନଥିଲେ। ସେ ବାରମ୍ବାର ନବୀନଙ୍କୁ ଅଣଦେଖା କରିବା ପଛରେ ଏକାଧିକ ଚର୍ଚ୍ଚା ରହିଥିବା ଆଲୋଚନା ହେଉଥିଲା। ତାହା ମଧ୍ୟରୁ ପ୍ରଥମଟି ହେଉଛି ବହୁ ବର୍ଷ ଧରି ସନାତନ ବିଜେଡିର ଏକ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିଲେ। ସନାତନଙ୍କୁ ପୁଲିସ ଲଗାଇ ଧମକାଇବା ସହିତ ବ୍ୟାଙ୍କର ଜମା ଟଙ୍କାକୁ ଫ୍ରିଜ୍ କରିବା, ତାଙ୍କ ସମର୍ଥକଙ୍କୁ ବିଭିନ୍ନ ସମୟରେ ଗିରଫ କରାଇବା ଓ ମୁହଁ ଖୋଲିଲେ ଗିରଫ କରିବାକୁ ତୃତୀୟ ମହଲାର କିଛି ଅଧିକାରୀ ନିୟମିତ ଧମକାଉଥିଲେ। ଯେଉଁଥିପାଇଁ ସନାତନ ବିଜେଡି ଟିକେଟରେ ଲଢ଼ିଥିଲେ ମଧ୍ୟ ବିଜେଡି ବିରୁଦ୍ଧରେ ତାଙ୍କର ଅସନ୍ତୋଷ ରହିଥିଲା। ତେଣୁ ବିଜେଡିର ପରାଜୟ ପରେ ନବୀନଙ୍କୁ ସମ୍ମାନ ଦେବା କିମ୍ବା ତାଙ୍କ ନିର୍ଦ୍ଦେଶ ମାନିବାକୁ ସେ ଗୁରୁତ୍ୱ ଦେଉନଥିଲେ ବୋଲି କୁହାଯାଉଛି।